ମୁଁ ଯେତେବେଳେ ୟୁପିଆଇ ପେମେଣ୍ଟ କରୁଛି ତ ସେଇ ଠିକ୍ ଟାଇମ୍ରେ ଦେଖନ୍ତୁ ଏଭଳିଆ ଗୋଟେ ଫେସବୁକ୍ କି ଷ୍ଟପ୍ ଆସିଯାଉଛି, ମାନେ ଗୋଟେ ବାରମ୍ବାର ଆପଣଙ୍କ କିବୋର୍ଡ଼ ଆଗରେ ଏଭଳିଆ ଆସିଯାଏ। ତ ଆପଣ ପେମେଣ୍ଟ କରିବା ଭାରି ଅସୁବିଧା ହେଉଥିବ। ତ ବାରମ୍ବାର ଏଭଳିଆ ଯଦି ଆସେ ଆପଣ ପେମେଣ୍ଟ କରିପାରିବେନି, କାରଣ ଏଇ ଜିନିଷଟା ବାରମ୍ବାର ଆସିଲା ମାନେ ଆପଣ ତାକୁ ଅଣଦେଖା କରିପାରିବେନି। ଏଇ ସମସ୍ୟାକୁ ଆପଣ ଦୂରେଇବେ କିପରି, ୟାକୁ ହଟେଇବେ କିପରି, ଆଜି ମୁଁ ଏଇ ବିଷୟରେ ପୁରା ଆଲୋଚନା ଭିଡ଼ିଓ ମାଧ୍ୟମରେ କରିବି। ତ ଆପଣ ଦେଖନ୍ତୁ ଏଠି ଏଇ ଯେଉଁ ମୋର ବାରମ୍ବାର ଆସୁଥିଲା ମୋତେ ବହୁତ ଅସୁବିଧା ହେଉଥିଲା। ପ୍ଲେ ଷ୍ଟୋରରେ ଯାଇ ଦେଖନ୍ତୁ ସର୍ଚ୍ଚରେ ମୁଁ ଲେଖିଲି ଫେସବୁକ୍। ତ ଏଠି ଫେସବୁକ୍ ଲେଖି ସାରିଲା ପରେ ଦେଖନ୍ତୁ ସର୍ଚ୍ଚ କଲି, ଦେଖନ୍ତୁ ଫେସବୁକ୍, ଦେଖନ୍ତୁ ଏଠି ମୋର ଫେସବୁକ୍ ଅପଡ଼େଟ୍ ମାଗୁଛି। ତ ମୁଁ ଅପଡ଼େଟ୍ ଉପରେ ମୁଁ କ୍ଲିକ୍ କଲି। ତାପରେ ଦେଖନ୍ତୁ ଫେସବୁକ୍ ମୋର ଇନଷ୍ଟଲ୍ ହେଉଛି, ଅପଡ଼େଟ୍ ହେଉଛି। ଦେଖନ୍ତୁ ତାପରେ ଯେଉଁଟା ଓପେନ୍ ଆସିଗଲା, ତ ଓପେନ୍ କରିବାକୁ ପଡ଼ିବ ମୋତେ। ତ ମୁଁ ଓପେନ୍ କଲି, କିଛି ସମୟ ଲାଗିବ ବର୍ତ୍ତମାନ ଲଗ୍ଇନ୍ ହେବା ପାଇଁ। ତ ଦେଖନ୍ତୁ ପୁରାପୁରି ଆସିନି ଏପର୍ଯ୍ୟନ୍ତ, ଦେଖନ୍ତୁ ଲଗ୍ଇନ୍ ମାଗିଲା। ତ ମୁଁ ବ୍ୟାକ୍ ଚାଲିଯିବି ଏଠି, ଦେଖନ୍ତୁ ତାପରେ ମୋର ଫୋନ୍ପେ ଓପେନ୍ କରୁଛି। ତ ଦେଖନ୍ତୁ ଫୋନ୍ପେକୁ ମୁଁ ଓପେନ୍ କରିସାରିଲା ପରେ ଦେଖନ୍ତୁ ମୋର ବାଲାନ୍ସ ଚେକିଂ କରିବି ଏଇ ଜାଗା ପରେ। ତ ଆଗ ଭଳିଆ ଯେଉଁ ପପଅପ୍ଟା ଆସୁଥିଲା ବର୍ତ୍ତମାନ ମୁଁ ସେଇଟା ଚେକିଂ କରିବାକୁ ଚାହୁଁଛି ଯେ ମୋର ଆସୁଛି କି ନାହିଁ। ତ ମୁଁ ବାଲାନ୍ସ ଚେକିଂ କଲାବେଳେ ଦେଖନ୍ତୁ ଏଇଟା ବ୍ଲାକ୍ ଆସିଯିବ ସେଫ୍ଟି ପାଇଁ। ତ ଏଇ ଜାଗା ପରେ ବାଲାନ୍ସ ଚେକିଂ କଲି, ତ ବର୍ତ୍ତମାନ ସେ ପପଅପ୍ଟା ଆସୁନାହିଁ। ଫେସବୁକ୍ ପାଇଁ ଅପଡ଼େଟ୍ ମାଗୁଥାଏ। ତ এই ভিডিওটি যদি আপনার ভালো লাগে তাহলে লাইক কমেন্ট নিশ্চিত করନ୍ତୁ।